ओम श्री गणेशाय नमः। मतनाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मन् तस्मै श्री गुरवे नमः। सर्वमंगल्यमांगल्ये शिवे सर्वार्थसाधिके शरण्ये त्र्यंबके गौरी भगवती नारायणी नमो नमः। नमः भगवती शरणम। दर्शक बंधु, 12 ଅଧିପତି ଭୁବନ ଭାସ୍କର ସୂର୍ଯ୍ୟନାରାୟଣଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ବୈଶାଖ ମାସ କୃଷ୍ଣ ପକ୍ଷ, ଇଂରାଜୀ ତାରିଖ ଏପ୍ରିଲ ମାସ 27 ତାରିଖ 2025 ମସିହା, ରବିବାର। ଆଜି ଅମାବାସ୍ୟା ତିଥି। ଅଶ୍ବିନ ନକ୍ଷତ୍ର ମେଷ ଚନ୍ଦ୍ର, ପ୍ରୀତି ଯୋଗ ଚତୁଷ୍ପଦ କରଣ, ଦିବା 2 ଘଣ୍ଟା 56 ମିନିଟ ପରେ ନାଗକରଣ ଭୋଗ ହେବ। ଯୋଗିନୀ ଐଶାନ୍ୟ କୋଣରେ ରାତ୍ରି 1 ଘଣ୍ଟା 1 ମିନିଟ ପରେ ପୂର୍ବ ଦିଗରେ ରହିବେ। ଆଜି ମେଷ ରାଶିର ଘାତ ବାର ଏବଂ ମେଷ ରାଶିର ଘାତ ଚନ୍ଦ୍ର। ରାହୁ କାଳ ଦିବା 4 ଘଣ୍ଟା 32 ମିନିଟରୁ ସନ୍ଧ୍ୟା 6 ଘଣ୍ଟା 9 ମିନିଟ ମଧ୍ୟରେ। ମାହେନ୍ଦ୍ର ବେଳା ଦିବା 1 ଘଣ୍ଟା 1 ମିନିଟରୁ 1 ଘଣ୍ଟା 52 ମିନିଟ ମଧ୍ୟରେ। ରାହୁ କାଳରେ କୌଣସି ଆନୁଷ୍ଠାନିକ ମାଙ୍ଗଳିକ ଶୁଭ କାର୍ଯ୍ୟ କରିବା ଶାସ୍ତ୍ର ସମ୍ମତ ନୁହେଁ। ଏଣୁ କରି ମାହେନ୍ଦ୍ର ବେଳାଟି ସର୍ବୋତ୍ତମ। କାରଣ ମାହେନ୍ଦ୍ର ବେଳାଟି ଶ୍ରୀହରି ବିଷ୍ଣୁଙ୍କ ଅତି ପ୍ରିୟ ବୋଲି ଶାସ୍ତ୍ର ମାର୍ଗଦର୍ଶନ କରିଥାଏ। ଆଜିର ଗ୍ରହ ସ୍ଥିତି: ରବି ଚନ୍ଦ୍ରଯୁକ୍ତ ହୋଇକି ମେଷ ରାଶିରେ, ବୃହସ୍ପତି ବୃଷ ରାଶିରେ, ମଙ୍ଗଳ କର୍କଟ ରାଶିରେ, କେତୁ କନ୍ୟା ରାଶିରେ, ଶୁକ୍ର ଶନି ରାହୁ ଏବଂ ବୁଧ ଏକତ୍ରୀକରଣ ଅବସ୍ଥାରେ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜଣେ ଦର୍ଶିକାଙ୍କ ପ୍ରଶ୍ନ। ଦର୍ଶିକା ଜଣକ ପ୍ରଶ୍ନ ରଖିଛନ୍ତି, ଜନ୍ମ ଜାତକରେ ଯଦି ବରକୋଷ୍ଠୀରେ ସପ୍ତମ ସ୍ଥାନରେ ରବି ଅବସ୍ଥାନ କରିଥାନ୍ତି ତାହେଲେ ସ୍ତ୍ରୀନାଶ ଯୋଗ ହୋଇଥାଏ କି? ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ରୀତିନୀତି ଅନୁସାରେ ଯାହା ଲିଖିତ ପ୍ରମାଣ ଅଛି, ଜ୍ୟୋତିଷ ଶାସ୍ତ୍ର କହେ ଜନ୍ମ ଜାତକରେ ସପ୍ତମ କେନ୍ଦ୍ରରେ ରବି ଯଦି ଅବସ୍ଥିତ ହୋଇଥାନ୍ତି ତାହେଲେ ବାରମ୍ବାର ସ୍ତ୍ରୀ ବିଯୋଗ ସ୍ଥିତି ଆସିକି ଘଟିଥାଏ। ବିଶେଷ କରି ଜନ୍ମଜାତକ ସ୍ତ୍ରୀ ସୁଖ ଭୋଗରୁ ବଞ୍ଚିତ ରହିଥାଏ। ଚଞ୍ଚଳ ପ୍ରକୃତି ସ୍ୱଭାବ ହେବା ସହିତ ମନ ଭିତରେ ପାପଶୀଳ ପ୍ରକୃତି ମଧ୍ୟ ଜାତ ହୋଇଥାଏ। ସୁନ୍ଦର ଶରୀର ଧାରେ ମଧ୍ୟମ ଗଠନ ଶରୀର, ତତ୍ସଙ୍ଗେ କିଞ୍ଚିତ ପିଙ୍ଗଳ ବର୍ଣ୍ଣ ଚକ୍ଷୁ ଏବଂ ପିଙ୍ଗଳ ବର୍ଣ୍ଣ କେଶଯୁକ୍ତ ମଧ୍ୟ ହୋଇଥାଏ। ବିଶେଷ କରି କୁଶ୍ଚିତ ବେଶଧାରୀ ହେବା ସହିତ ମଳିନତା ପ୍ରକୃତି ଜାତ କରାଇଥାଏ। ସପ୍ତମ ସ୍ଥାନରେ ରବି ଯେତେବେଳେ ଉତ୍ତପ୍ତ କାରକ ଗ୍ରହ ରହିଥାନ୍ତି, ଦାମ୍ପତ୍ୟ ଜୀବନରେ ନାନାଦି ପ୍ରକାର ଝଡ଼ଝଞ୍ଜା ମଧ୍ୟ ଆସିଥାଏ। ଏଣୁକରି ଜନ୍ମ ଜାତକରେ ସପ୍ତମ ସ୍ଥାନରେ ଯଦି ରବି ଅବସ୍ଥିତ ହୋଇଥାନ୍ତି ତାହେଲେ ଉକ୍ତ ଗ୍ରହଙ୍କର ଶାନ୍ତି ବିଧାନ କରିକି ବିବାହ କର୍ମ ସମ୍ପାଦନ କରିପାରିବେ। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମଗୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମ ରାଶି। ଯଦି ଆପଣ ନିଜର ଜନ୍ମ ରାଶି ଜାଣିନାହାନ୍ତି ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶି ଫଳଟି ଦେଖିପାରିବେ। ଚନ୍ଦ୍ରମା ଆଜି କେତୁଙ୍କ ନକ୍ଷତ୍ରରେ ମେଷ ରାଶିରେ ରବିଯୁକ୍ତ ହୋଇକି ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଚିନ୍ତିତ ରହିପାରନ୍ତି। ସରକାରୀ ବେସରକାରୀ କର୍ମକୁ ନେଇକି ସ୍ୱାଧୀନତା ଭାବେ କର୍ମ ସମ୍ପାଦନ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ଅଟେ। ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନହେଲେ ମଧ୍ୟ ଦୁଃଖଦ ନୁହେଁ। ଦିନଟିରେ ଧାର କରଜରୁ ବଞ୍ଚିତ ରୁହନ୍ତୁ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହିବା ସହିତ ବାକ୍ଶୁଦ୍ଧି ନିତାନ୍ତ ଦରକାର। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅବହେଳିତ ହୋଇପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭଙ୍କ 4। ଆପଣ ଆଜି କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ରାଧା କୃଷ୍ଣାୟ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦାୟକ ହେବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପବ୍ୟୟ ଖର୍ଚ୍ଚର ସୂଚନା ଅଛି।
ସରକାରୀ ବେସରକାରୀ କର୍ମକୁ ନେଇକି ଗତିରୋଧ ଯୋଗ ସଂଗଠିତ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରଖନ୍ତୁ। ସହଧର୍ମିଣୀଙ୍କ ପରାମର୍ଶ ଅନୁସାରେ ଗୃହ କାର୍ଯ୍ୟ ସମ୍ପାଦନ କରନ୍ତୁ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ରଖିବା ସହିତ ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ମୁତାବକ ଫଳ ପ୍ରାପ୍ତିରେ ଅଶାନ୍ତି ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ଲାଭ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ପ୍ରେମ ସମ୍ପର୍କକୁ ନେଇକି ନୂତନ ଅନୁଭୂତି ଜାଗ୍ରତ ହେବ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ଦିନଟିରେ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ, ପ୍ରତି ସମୟରେ ଲାଭର ସୂଚନା ଲକ୍ଷ୍ୟ କରିବେ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବା ସହିତ ମାଙ୍ଗଳିକ କର୍ମରେ ଯୋଗଦାନ ରହିପାରେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ନୀଳବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ଶିବ ପଞ୍ଚାକ୍ଷର ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଲୋକ ସମ୍ପର୍କ ବୃଦ୍ଧି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି କରତେ କର୍ମରେ ଶାନ୍ତି ଅନୁଭବ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ସୁଖଦାୟକ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ଦ୍ୱନ୍ଦ୍ୱରେ କର୍ମ ନିର୍ବାହ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଘାତ ପ୍ରତିଘାତ ଯୋଗ ସଂଗଠିତ ହୋଇପାରେ। ଭାଗ୍ୟ ଫଳ ପ୍ରାପ୍ତିରେ ବିଳମ୍ବ ଯୋଗ ସଂଗଠିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ବୁଝି ବିଚାରିକି କର୍ମ ନିର୍ବାହ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ପ୍ରତି ଯତ୍ନଶୀଳ ରୁହନ୍ତୁ। ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଗହଣରେ ସମୟ ଅତିବାହିତ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ହୁଅନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସୁଖହାନିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ବ୍ୟୟ ବୃଦ୍ଧିର ସୂଚନା ଲକ୍ଷ୍ୟ କରାଯାଏ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ରଖିବା ସହିତ ଗୃହ ଗଚ୍ଛିତ ସମ୍ପତ୍ତି ପ୍ରତି ପ୍ରବଳ ମାତ୍ରାରେ ଯତ୍ନଶୀଳ ରୁହନ୍ତୁ। ଦିନଟିରେ ଚୋରି ଭୟର ଆଶଙ୍କା ମଧ୍ୟ ଅଛି। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହିବା ସହିତ ଯାତ୍ରା ସମୟରେ ସଦାସର୍ବଦା ସତର୍କତା ଅବଲମ୍ବନ କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ବାତାବରଣ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 9। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଶାନ୍ତିର ବାତାବରଣ ରହିବା ସହିତ ବହୁତ ଦିନରୁ ଅଟକି ରହିଥିବା କର୍ମ ସମ୍ପାଦନ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଲାଭର ସୂଚନା ଲକ୍ଷ୍ୟ ହୁଏ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ସୁଖଦାୟକ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ଧନ ଲାଭର ସୂଚନା ଜଣାଯାଏ। ସରକାରୀ ବେସରକାରୀ କର୍ମକୁ ନେଇକି ଶତ୍ରୁ ହାନିର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରଖନ୍ତୁ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ଦିନଟିରେ ବାକ୍ଶୁଦ୍ଧି ନିତାନ୍ତ ଆବଶ୍ୟକ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବା ସହିତ ଯାତ୍ରା ସମୟରେ ସତର୍କ ରୁହନ୍ତୁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅବହେଳିତ ରହିପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ଶୀତକୁଞ୍ଚିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ନୀରବ ଦ୍ରଷ୍ଟା ଭାବେ କର୍ମ ନିର୍ବାହ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଚିନ୍ତିତ ରହିପାରନ୍ତି। ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ଅଟେ। ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ
ଅତ୍ୟନ୍ତ ଖୁସି ଅନୁଭବ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ତୁଳସୀ ଚଉରା ମାଟିକୁ କପାଳରେ ତିଳକ ରୂପେ ଧାରଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କଳହର ବାତାବରଣ ରହିପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ମାନସିକ ଦୁଶ୍ଚିନ୍ତା ଜାତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରଖନ୍ତୁ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ ବୁଝି ବିଚାରିକି କର୍ମ ନିର୍ବାହ କରନ୍ତୁ। ବିଶେଷ କରି ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ କର୍ମ ସମ୍ପାଦନ କରିବା ନିତାନ୍ତ ଆବଶ୍ୟକ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବା ସହିତ ଖାଦ୍ୟପେୟ ପ୍ରତି ଯତ୍ନଶୀଳ ରହନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କଳହର ବାତାବରଣ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଧୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପରିଶ୍ରମ ମୁତାବକ ଫଳ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ସାହାଯ୍ୟ ସହାନୁଭୂତି ମିଳିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଦିନଟିରେ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କର୍ମରେ ଯୋଗଦାନ ରହିପାରେ। ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଜ୍ଞାତି ପରିବାର ବନ୍ଧୁବର୍ଗ ତଥା ଭ୍ରାତୃଭଗ୍ନୀଙ୍କ ଠାରୁ ସାହାଯ୍ୟ ସହାନୁଭୂତି ମିଳିପାରେ। ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ଭୟରେ କର୍ମ ନିର୍ବାହ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆଳସ୍ୟ ଭାବ ଜାତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅର୍ଥହାନିର ସୂଚନା ଜଣାଯାଏ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନୂତନ କର୍ମରେ ମତି ଧାବନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନମୋ ଭଗବତୀ ଶରଣ।